ଶୋକର ଛାଇ ଖେଳି ଯାଇଛି ଘରଟା ଏବେ ଖାଁ ଖାଁ ଲାଗୁଛି ହେଲେ ମାଆର ମନ କିନ୍ତୁ ବୁଝୁନାହିଁ। ମା ଏବେ ବି ଅପେକ୍ଷା କରିଛି ପୁଅ ଫେରି ଆସିବ କି ସେଥିପାଇଁ ଆଖିରୁ ଧାର ଧାର ଲୁହ ଗଡ଼ି ଯାଉଛି ଆଉ ମନ କହୁଛି ପୁଅ ଫେରି ଆସିବ କି। ମା କ'ଣ କହିବେ? ଯିଏ କର୍ମ କରିଛି ତାକୁ କେମିତି ଚିଡ଼େଇ ଦିଅ, ଗୁଳି ମାରିଦିଅ, ତାର ଚାରି ଟିପ କେମିତି ଚିଡ଼େଇ ଦିଅ। ମୋର କୂଳ ବୁଡ଼ିଗଲା, ମତେ କୂଳ ବୁଡ଼ିଗଲା। ଯିଏ କର୍ମ କରିଛି ତାକୁ କେମିତି ଫାଶୀ ହେଇଯାଉ, ତାକୁ କେମିତି ଫାଶୀ ଦଣ୍ଡ ଦିଅ। ମତେ ଏତେ କର୍ମ କରିବ ବୋଲି ମୁଁ ଜାଣିନଥିଲି। ଯିଏ କର୍ମ କରିছে ତା କୂଳ ପଡ଼ି ଯାଉ। ସେଦିନ ପୁଅ ଯେତେବେଳେ ଗଲେ ସୁଧୀର ଖେଳିବା ପାଇଁ ଯାଇଥିଲେ ଆପଣ ତ ସବୁଦିନ ପରି ସେଦିନ ବି ଅପେକ୍ଷା କରିଥିବେ ନା ପୁଅ ଫେରି ଆସିବ ବୋଲି। 12ଟା ପନ୍ଦେ ଥିଲି, 12ଟା ପନ୍ଦେ ଦାଣ୍ଡରେ ବସିଥିଲି। ମୋ ପୁଅ କେତେବେଳୁ ଆସିବ କେତେବେଳୁ ଆସିବ, ସେ 8ଟା ହେଲେ ପଳେଇ ସେଇ ଏମିତି କର୍ମ କରିବ ବୋଲି ମୁଁ ଜାଣିନଥିଲି। ଏବେ ପୁଣି 3 ମାସ ହେଲା ଜଗଉଥିଲେ ଲୋକ ମାରିବେ ବୋଲି। ମୋ ପୁଅ ପଳେଇ ଆସିବ ବୋଲି ମୁଁ ଜାଣିଥିଲି। ମୋ ପୁଅ କେତେ ମାରିବ ବୋଲି ମୁଁ ଜାଣିନଥିଲି। ମୋ ପୁଅ କେତେବେଳୁ ଆସିବ ବୋଲି ମୁଁ ଅପେକ୍ଷା କରିଥାଏ। ବ୍ରହ୍ମପୁର ଏପାର୍ଟମେଣ୍ଟରେ ଗଲେ ସେ 14 ଗଲା ନା 14 ଦିନରେ ଆଉ ଆସିନି ଫେରିକିରି। ଆଚ୍ଛା, ଯୋଉ ଆପଣଙ୍କ ନାତୁଣୀ ବଡ଼ ପୁଅଙ୍କର ଯିଏ ଝିଅ ନିବେଦିତା ତାଙ୍କର ସମ୍ପତ୍ତି ଉପରେ ଟିକେ ଲୋଭ ହେଇଗଲା କି? ନାଇଁ, କିଛି ସମ୍ପତ୍ତି ଉପରେ ଲୋଭ କିଛି ନାହିଁ। କେବେ ମାଡ଼ଗୋଳ କଳିଦଣ୍ଡ କେବେ ହେଇନାହାନ୍ତି। ମୋ ପୁଅ ମାନେ ହେଲେ କେବେ ମାଡ଼ଗୋଳ ହେଇନାହାନ୍ତି। ଏଇ ଘଟଣା ତାହେଲେ କେମିତି ରଚିଲେ ନା? ଘଟଣା ନାତୁଣୀ ଗୋଟେ ବାହା ବୋଲି ପଚାରିଲା ଶୁଦ୍ର ପିଲାକୁ। ପୁଅ କହିଲା ଯେ ମୁଁ ଠିକ୍ କରିଛି, ମୁଁ ଧୁମଧାମରେ ଭୋଜି କରି 12 ବର୍ଷିକା ପରେ ତୁ ସେ ପିଲାକୁ ବାହା ହେଇନା, ମୁଁ ଡାକ୍ତର ଜଇଁ କରିଛି ବାହା ହେବି ବେଲୁରୁ ନାତୁଣୀ ମନା କରିଦେଲା। ବେଲା ମୁଁ ବ୍ୟବସାୟୀ ପିଲାକୁ ବାହା ହେବି କର୍ମ କରିଛି, ମିଛରେ ନାଟକ କରିଛି, ଗୁଣି ଗାରେଡ଼ି କିଏ କରିନି। ପୁଅର ଦେହ ଖରାପ ଥିଲା ମଲା ସେ ପୁଅ। ପୁଅକୁ ଜାଣିକିରି ନାତୁଣୀ ବେଲା ଆକୁ ମାରିଦେଲେ। ମୁଁ ସେ ଶୁଦ୍ର ପିଲା ଥିଲେ ବାହା ହେବି ବୋଲି ହେଲି କଳ୍ପନା କରିଛି। ପୁଅ ମନା କରିଦେଇଥିଲା, ମୁଁ ଡାକ୍ତର ଜଇଁ କରିଛି, ମୁଁ ବାହା କରିବି, ତୁ ସେ ପିଲାକୁ ଛାଡ଼ିଦେ ବେଲୁରୁ ଆକୁ ମାରିଦେଲେ ମୁଁ ତାକୁ ବାହା ହେବି ହେଲି ନାତୁଣୀ ଟିକେ କଳ୍ପନା। ସମ୍ପତ୍ତି ପାଇଁ କେବେ କଳ୍ପନା ମାଡ଼ଗୋଳ କେବେ ହେଇନାହାନ୍ତି ଘରେ।